21 ଜାନୁଆରୀ 2026 ଏସ୍ବିଆଇ ପାସବୁକ୍ ଧାରକଙ୍କ ପାଇଁ ବଡ଼ ପରିବର୍ତ୍ତନ। ଜାଣନ୍ତୁ କେଉଁ ନୂଆ ସୁବିଧାଗୁଡ଼ିକ ମିଳିବା ପାଇଁ ଯାଉଛି ଏସ୍ବିଆଇ ଗ୍ରାହକମାନଙ୍କୁ। ଯଦି ଆପଣଙ୍କ ପାଖରେ ଗୋଟିଏ ଏସ୍ବିଆଇର ପାସବୁକ୍ ରହିଛି, ଅର୍ଥାତ୍ ଆପଣ ଜଣେ ଏସ୍ବିଆଇ ବ୍ୟାଙ୍କର ଗ୍ରାହକ ଅଟନ୍ତି, ତାହେଲେ ଏହି 5ଟି ନୂଆ ସୁବିଧା ମିଳିବା ପାଇଁ ଯାଉଛି। ଏହା ସହିତ ଏସ୍ବିଆଇ ବ୍ୟାଙ୍କ ତାର ଗ୍ରାହକମାନଙ୍କୁ କିଛିଟା ନୂଆ ସୁବିଧା ଦେବା ପାଇଁ ଯାଉଛି ଏବଂ କିଛିଟା ନୂଆ ନିୟମ ଲାଗୁ କରିଛି। ଯଦି ଆପଣମାନେ ଏହି ନିୟମଗୁଡ଼ିକ ବିଷୟରେ ଏବଂ ଏହି ପରିବର୍ତ୍ତନ ଗୁଡ଼ିକ ବିଷୟରେ ବୁଝୁନାହାନ୍ତି, ଜାଣୁନାହାନ୍ତି, ଯାହାକି ଆପଣମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣ ଜାଣିଛନ୍ତି ବ୍ୟାଙ୍କ କାର୍ଯ୍ୟଗୁଡ଼ିକ କେତେ ସମୟ ସାପେକ୍ଷ ଅଟେ। ଯଦି ଆପଣମାନେ ଏହି ସୁବିଧା ଗୁଡ଼ିକର ଫାଇଦା ଏବଂ ନିୟମ ଗୁଡ଼ିକ ବିଷୟରେ ନ ବୁଝିବେ, ତାହେଲେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଅଟକି ଯାଇପାରେ। ଏହି ପରିବର୍ତ୍ତନ ଗୁଡ଼ିକ ବିଷୟରେ ଏବଂ ଏହି ସୁବିଧା ଗୁଡ଼ିକ ବିଷୟରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ ଏବଂ ସେହି ଯୋଜନା ଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା, ଆବେଦନ ପ୍ରକ୍ରିୟା, ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେଉଛି, ସେହି ଯୋଜନା ଗୁଡ଼ିକର ଲେଟେଷ୍ଟ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, 2026 ମସିହାରେ ଆରମ୍ଭ ଲକ୍ଷ ଲକ୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସ୍ବିଆଇ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଯଦି ଆପଣମାନଙ୍କର ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି ଏବଂ ଆପଣ ଏବେ ବି ଏକ ପାରମ୍ପରିକ ପାସବୁକ୍ ବ୍ୟବହାର କରୁଛନ୍ତି, ତେବେ ଜାନୁଆରୀ 21, 2026ରେ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ବୈଶିଷ୍ଟ୍ୟ ଏବଂ ନିୟମଗୁଡ଼ିକକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ ଏବେ ଏହାର ଗ୍ରାହକମାନଙ୍କୁ ଏକ ସୁଗମ ଏବଂ ଉନ୍ନତ ଡିଜିଟାଲ ଏବଂ ଭୌତିକ ବ୍ୟାଙ୍କିଂ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକ ସୁରକ୍ଷାକୁ ବୃଦ୍ଧି କରିବା ଏବଂ ବ୍ୟାଙ୍କିଂ ସେବାକୁ ସହଜ କରିବା। ଏହି ତାରିଖ ସୋସିଆଲ ମିଡ଼ିଆ ଏବଂ ବିଭିନ୍ନ ସମ୍ବାଦ ସଂସ୍ଥାରେ ଯଥେଷ୍ଟ ଆଲୋଚନା ସୃଷ୍ଟି କରୁଛି, ଯାହା ଗ୍ରାହକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠାଇଛି। ଏହି ଭିଡ଼ିଓରେ ଆମେ ଜାନୁଆରୀ 21 ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ଆପଣଙ୍କ ପାସବୁକ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ ନୂତନ ବୈଶିଷ୍ଟ୍ୟ ଗୁଡ଼ିକ ଏବଂ ଆପଣଙ୍କୁ କ'ଣ ମନେ ରଖିବାକୁ ପଡ଼ିବ ସେ ବିଷୟରେ ବିସ୍ତୃତ ଭାବରେ ଆପଣଙ୍କୁ ଆମେ ଜଣାଇବୁ। ଦେଖନ୍ତୁ, ଆଜିର ବ୍ୟାଙ୍କିଂର ଦ୍ରୁତ ଡିଜିଟାଲାଇଜେସନ୍ ଯୁଗରେ ଏସ୍ବିଆଇ ଏହାର ପୁରୁଣା ସେବା ଗୁଡ଼ିକକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଜିତ କରିଛି। ହଁ ଆଜ୍ଞା, ଜାନୁଆରୀ 21, 2026 ଠାରୁ କେବଳ ପାସବୁକ୍ ପ୍ରିଣ୍ଟିଂ ପଦ୍ଧତି ପରିବର୍ତ୍ତନ ହେବ ନାହିଁ, ବରଂ ଗ୍ରାହକମାନେ ଡିଜିଟାଲ ଏମ୍ ପାସବୁକ୍ ରୂପରେ ଏକ ନୂତନ ଏବଂ ସୁରକ୍ଷିତ ବୈଶିଷ୍ଟ୍ୟ ମଧ୍ୟ ପାଇବେ। ଆସନ୍ତୁ ଏହି ଖବରର ସମ୍ପୂର୍ଣ୍ଣ ସତ୍ୟତା ଏବଂ ଏହାର ବୈଷୟିକ ଦିଗ ଗୁଡ଼ିକକୁ ସରଳ ଭାଷାରେ ବୁଝିବା। ବର୍ତ୍ତମାନ ଆସନ୍ତୁ ଜାଣିବା 21 ଜାନୁଆରୀ 2026 ଠାରୁ ଏସ୍ବିଆଇ ପାସବୁକ୍ରେ ପ୍ରମୁଖ ପରିବର୍ତ୍ତନ ଏବଂ ନୂଆ ବୈଶିଷ୍ଟ୍ୟ ଗୁଡ଼ିକ ବିଷୟରେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ପାସବୁକ୍ ସେବାକୁ ସମ୍ପୂର୍ଣ୍ଣ ସ୍ମାର୍ଟ ପାସବୁକ୍ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କର ପାସବୁକ୍ ଅପଡେଟ୍ କରିବା ପାଇଁ ଆଉ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବ୍ୟାଙ୍କ ଏହାର ସ୍ୱୟଂ ମେସିନ୍ ଅର୍ଥାତ୍ ସ୍ୱୟଂଚାଳିତ ପାସବୁକ୍ ପ୍ରିଣ୍ଟିଂ ମେସିନ୍କୁ ଅପଗ୍ରେଡ୍ କରିଛି। ତେଣୁ ଜାନୁଆରୀ 21 ତାରିଖରୁ ଆପଣ କୌଣସି ଶାଖାକୁ ଯାଇ ନିଜେ ନିଜର ପାସବୁକ୍ ପ୍ରିଣ୍ଟ କରିପାରିବେ, ତାହା ଆପଣଙ୍କ ହୋମ୍ ବ୍ରାଞ୍ଚ ହେଉ କି ନ ହେଉ। ଏହା ସହିତ ବ୍ୟାଙ୍କିଂ ଡିଜିଟାଲ ଏମ୍ ପାସବୁକ୍ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଆପଣମାନଙ୍କର ସମ୍ପୂର୍ଣ୍ଣ ପାସବୁକ୍ ଏବେ ଆପଣଙ୍କ ମୋବାଇଲ ଡିଭାଇସରେ ସଂରକ୍ଷଣ କରାଯିବ, ଯାହା ୟୋନୋ ଏସ୍ବିଆଇ ଆପ୍ ମାଧ୍ୟମରେ ଯେକୌଣସି ସମୟରେ ଉପଲବ୍ଧ ହେବ। ଏହି ନୂଆ ବୈଶିଷ୍ଟ୍ୟ ଗ୍ରାହକମାନଙ୍କୁ ବାସ୍ତବ ସମୟରେ କାରବାର ବିବରଣୀ ପ୍ରଦାନ କରିବ, ଯାହାଦ୍ୱାରା ଭୌତିକ ଅପଡେଟ୍ର ଆବଶ୍ୟକତା ଦୂର ହେବ। ଏହି ପଦକ୍ଷେପ କାଗଜ ସଞ୍ଚୟ ଏବଂ ପରିବେଶ ସୁରକ୍ଷାକୁ ମଧ୍ୟ ସମ୍ବୋଧିତ କରେ। ବର୍ତ୍ତମାନ ଆସନ୍ତୁ ଜାଣିବା
एसबीआई बैंक तार ग्राहक मानकु केउ 5टी सुविधा दवा पई जाउची। एक नंबर सुविधाटी रही स्मार्ट बारकोड प्रजुक्ति विद्या। देखंतु प्रत्येक नुआ पासबुक एबे एक स्मार्ट बारकोड किंबा क्यूआर कोड सहित सज्जित हेबो। एहाकू मेसिन रे स्कान करिबा द्वारा आपण मानकर संपूर्ण सूचना एवं हराइथिबा कारबार तुरंत प्रिंट होइजबो। संपूर्ण सूचना जानिबा तो निश्चय ता पूर्वरु आपण मानकू कहि रखिबी फ्लिपकार्ट रे बहुत बढ़िया बढ़िया साड़ी गुड़िक रही आपण माने बहुत कम रेट रे पाई परिबे। लिंक प्रोवाइड कर देइछि, आपण माने ऑर्डर कर नियंतु। 2 नंबर सुविधाटी हैला आपण मानकर अंत शाखा मुद्रण। देखंतु एबे आपण देशर जेकोसी स्थानरू मुद्रण करि परिबे। आपण कोण पाखरे थिबा एसबीआई शाखा रे आपणकर पासबुक प्रिंट करि परिबे। एही सुविधा पूर्वरु सीमित थिला किंतु एबे एहाकू सार्वजनिक करा जाइछि। 3 नंबर सुविधाटी हैला डिजिटल पेमेंट को पसंद। देखंतु बैंक एबे ग्राहक मानकू ई स्टेटमेंट एवं एम पासबुक ग्रहण करने को उत्साहित करुच्ची, जहा द्वारा सेमानकू बारंबार बैंक को जीवाकू पड़िबा नाही। 4 नंबर सुविधाटी हैला केवाईसी अपडेट अलर्ट। देखंतु जो ग्राहक माने जो पासबुक पुराना होई सारिछि किंबा जो मानकर केवाईसी अपडेट होई नाही सेही पासबुक प्रिंट मेसिन द्वारा अवरोध करा जाई पारे। 5 नंबर सुविधाटी हैला उन्नत सुरक्षा। देखंतु डिजिटल पासबुक प्रवेश एथिपाई ग्राहक मानकू बायोमेट्रिक किंबा फेस आईडी भली सुरक्षा वैशिष्ट्य मध्य जुगाई दिया जाइछि। वर्तमान आसंतु जानिबा इनो एसबीआई माध्यम रे डिजिटल पासबुक किपरि व्यवहार करि परिबे। देखंतु जदि आपण बैंक को जीवा को चाहू नांती तेबे एसबीआई रो एम पासबुक सुविधा हेउची सर्वोत्तम विकल्प। एहाकू व्यवहार करिबा बहुत सहज। 1 नंबर रे सर्वे प्रथमे आपणको मोबाइल रे इनो एसबीआई आप अपडेट करंतु। 2 नंबर रे आपण मानकर यूजर आईडी एवं पासवर्ड किंबा एम पिन व्यवहार करी लॉगिन करंतु। 3 नंबर रे होम स्क्रीन ले थिबा अकाउंट्स विकल्प उपरे क्लिक करंतु। 4 नंबर रे आपण मानकर बैंक अकाउंट चयन करंतु एवं सेठारे दिया जाइतिबा पासबुक आइकन उपरे टैप करंतु। 5 नंबर रे एठारे आपण मानकर समस्त पूर्व कारबार देखि पारिबे एवं सेगुड़िक को पीडीएफ फॉर्मेट रे मध्य डाउनलोड करि पारिबे। वर्तमान आसंतु जानिबा जदि पासबुक अपडेट न हुए तेबे कोन करिवे। देखंतु अनेक ग्राहक भय करंती जे जदि सेमानकर पासबुक को अपडेट न करंती तेबे सेमानक अकाउंट बंद होई जिवो। जदिओ अकाउंट बंद हुए नहीं जनवरी 21 2026 रु लागू होइतिबा नुआ नियम अनुଯାयी जदि आपणकर पासबुक 24 मासरू अधिक समय पाई व्यवधान रे थाए तेबे बैंक एहाकू निष्क्रिय भावरे वर्गीकृत करिपारे। यह भविष्यत रे ठिकणा प्रमाण भावरे आपण मानकर पासबुक व्यवहार करिबा कष्टकर करिपारे। तेणु समय समय रे आपण मानकर पासबुक अपडेट करिबाकू किंबा एक डिजिटल माध्यम बाछिबाकू परामर्श दिया जाइछि। वर्तमान आसंतु जानिबा बैंकिंग ठकेरु रक्षा पाइबा पाई सतर्कता कौन सब रहिछि। देखंतु नुआ वैशिष्ट्य सहित सुरक्षा प्रति मध्य सचेतन रहिबा गुरुत्वपूर्ण। एसबीआई ग्राहक मानकू सतर्क कराई देछि जे सेमाने केबे भी सेमानकर पासबुक किंबा एहार अकाउंट नंबर एवं एसआईवी नंबर रो फोटो अजणा व्यक्तिंक सह शेयर करंतु नहीं। डिजिटल पासबुक व्यवहार करिबा समय रे सर्वदा सरकारी आप व्यवहार करंतु एवं कौनसी संदिग्ध लिंक उपरे क्लिक करंतु नहीं।